तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ପଟିର ନାଁ ହଉଛି ମନ୍ଦ ଭାଗ୍ୟ। ଦିନେ ସକାଳେ ରାଜାରାମ ନିଦରୁ ଉଠି ତା କୋଠରୀରୁ ବାହାରି ଆସି ଦେଖେ ତ ତା ସ୍ତ୍ରୀ ସ୍ନାନ କରି ବଗିଚାରୁ ଫୁଲ ତୋଳି ସାରି ଫେରୁଛି। ଆଜି ପ୍ରଥମେ ତୁମେ ମୁହଁ ଚାହିଁଲ, ଦିନଟା କିପରି ଯାଉଛି ଦେଖାଯାଉ, ରାଜାରାମ କହିଲା। ସ୍ତ୍ରୀ ହସି କହିଲା, ଦିନ ନିଶ୍ଚୟ ଭଲରେ ଯିବ। ମୋ ବାପାଙ୍କର ନିଦ ଭାଙ୍ଗିଲେ ସେ ପ୍ରଥମେ ମୋତେ ଡାକ ପକାଉଥାନ୍ତି। ମୁଁ ଆସି ତାଙ୍କ ବିଛଣା ପାଖରେ ଠିଆ ହେଲେ ଯାଇ ସେ ଆଖି ଖୋଲୁଥାନ୍ତି। ପ୍ରଥମେ ମୋ ମୁହଁ ଦେଖିଲେ ଶୁଭ ହେବ ବୋଲି ତାଙ୍କ ବିଶ୍ୱାସ ଥିଲା। ରାଜାରାମ ଅଳ୍ପ ଦିନ ହେଲା ବିବାହ କରିଥିଲା। ସ୍ତ୍ରୀ କଥା କେତେ ଦୂର ସତ୍ୟ ତାହା ଦେଖିବା ସକାଶେ ସେ ମନେ ମନେ କୌତୂହଳୀ ହୋଇ ରହିଲା। ରାଜାରାମ ଜଣେ ବ୍ୟବସାୟୀ, ଦୋକାନରେ କାମ କରୁଥାଏ। ସେଦିନ ଖିଆପିଆ କରି ଦୋକାନକୁ ଗଲା ବେଳେ ସେ ବାଟକୁ ଚାହିଁ ଚାହିଁ ଚାଲୁଥାଏ, କାଳେ କିଛି ଟଙ୍କା ପଇସା ପଡ଼ିଥିବ, କିନ୍ତୁ ସେପରି କିଛି ଦେଖାଗଲା ନାହିଁ। ଦୋକାନରେ ପହଞ୍ଚି ଭାବିଲା, ଆଜି ହୁଏତ ତା ଯୋଗୁଁ କିଛି ଭଲ ବ୍ୟବସାୟ ହେବ ଏବଂ ଫଳରେ ମାଲିକ ଖୁସି ହେଇ ତାକୁ ପୁରସ୍କାର ଦେବ। କିନ୍ତୁ ସେପରି କିଛି ହେବା ତ ଦୂରର କଥା, ମାଲିକ ବରଂ ସେଦିନ ଖରାପ ମିଜାଜରେ ଥିବାର ଦେଖାଗଲା ଓ କଥାରେ କଥାରେ ସେ କର୍ମଚାରୀମାନଙ୍କୁ ଗାଳିଗୁଲଜ କଲେ। ରାଜାରାମ ହଠାତ୍ ଦେଖିଲା ତା ଶ୍ୱଶୁର ଘରର ଚାକର ଆସିଛି। ଦୀପାବଳି ପାଖେଇ ଆସୁଥାଏ। ପୂର୍ବ ବର୍ଷ ଶ୍ୱଶୁର ଝିଅ ଜ୍ୱାଇଁଙ୍କୁ ଘରକୁ ନିମନ୍ତ୍ରଣ କରି ନେଇଥିଲେ। ଏ ବର୍ଷ ବି ହୁଏତ ନିମନ୍ତ୍ରଣ ଧରି ନଚେତ୍ କିଛି ଉପହାର ଧରି ଚାକରଟି ଆସିଛି ବୋଲି ରାଜାରାମ ଭାବିଲା। କିନ୍ତୁ ଚାକର ତାକୁ ନମସ୍କାର କରି କହିଲା, ଆପଣଙ୍କ ଶାଶୁ ଶ୍ୱଶୁର ତୀର୍ଥଯାତ୍ରା ଯିବେ। ଆପଣଙ୍କ ପାଖରୁ 200-300 ଯାହା ମିଳିବ ଟଙ୍କା ଧାର ନେଇଯିବା ପାଇଁ ମୋତେ ପଠାଇଛନ୍ତି। ମୋଠି ଟଙ୍କା କାହିଁ? ରାଜାରାମ ବିରକ୍ତ ହୋଇ ଚାକରକୁ ବିଦାୟ କରିଦେଲା। ଅନ୍ଧାର ହେଇ ଆସିଲାଣି। ରାଜାରାମ ବଜାର ଭିତର ଦେଇ ଗଲା ବେଳେ ହଠାତ୍ ଜଣେ ବୁଢ଼ୀ ଆସି ତା ଆଗରେ ଠିଆ ହୋଇ ପଚାରିଲା, ଆରେ ତୁ ତ ମୋର ରାଜାରାମ। ରାଜାରାମ ଚମକି ପଡ଼ିଲା। ଏତେ ବର୍ଷ ପରେ ବୁଢ଼ୀ ତାକୁ ଏତେ ସହଜରେ ଚିହ୍ନିଦେଲା କିପରି? ରାଜାରାମ ଯେତେବେଳେ ପିଲା, ତା ବାପା ମା ମରିଗଲେ, ଆପଣାର ବୋଲି ତାର କେହି ନଥିଲେ, ସେତେବେଳେ ଦୂର ଗାଁର ଏ ବୁଢ଼ୀ ଦିନେ ତାକୁ ବାଟକୁ ଡାକି ନେଇଯାଇ ଘରେ ଠାଇଁ ଦେଇଥିଲା। ବୁଢ଼ୀର ଗୋଟାଏ ବୋଲି ପୁଅ ମରିଯାଇଥାଏ। ରାଜାରାମ ଚେହେରା ସହ ସେ ପୁଅର ସାମଞ୍ଜସ୍ୟ ଥିବା ହେତୁ ବୁଢ଼ୀ ରାଜାରାମ ଉପରେ ସ୍ନେହ ଶ୍ରଦ୍ଧା ଢାଳି ଦେଉଥାଏ। ବୁଢ଼ୀର ଅଳ୍ପ ଜମି ଥିଲା ଓ କେତୋଟି ଗାଈ ଥିଲେ। ଘିଅ ତିଆରି କରି ବିକି ଯାହା ପାଉଥିଲା ସେଥିରେ ରାଜାରାମକୁ ଚଳାଉଥିଲା ଓ ଗାଁ ପାଠଶାଳାରେ ପାଠ ବି ପଢ଼ାଉଥିଲା। 4 ବର୍ଷ ପରେ ଦିନେ ବୁଢ଼ୀ ବେମାର ପଡ଼ିଲା। ସେ ରାଜାରାମକୁ ପାଖକୁ ଡାକି କହିଲା, ମୁଁ ଯଦି ଦୈବାତ ଅଚଳ ହେଇଯିବି, ତେବେ ତୁ ମୋର ଦେଖାଶୁଣା କରିବୁ ତ? ଭଗବାନ ମୋ ସହାୟତା କରିବା ପାଇଁ ତୋତେ ପଠାଇଛନ୍ତି। ରାଜାରାମର ମନେ ହେଲା ବୁଢ଼ୀ ସତରେ ବେମାର ପଡ଼ିବ ଓ ତାକୁ କଷ୍ଟ କରି ତାର ସେବା କରିବାକୁ ହେବ। ସ୍ୱାର୍ଥପର ଭଳି ସେ ବୁଢ଼ୀକୁ କିଛି ନ କହି ରାତିରେ ତା ଘର ଛାଡ଼ି ପଳାଇ ଗଲା। ନିଜ ଗାଁକୁ ଆସି ବ୍ୟବସାୟୀ ପାଖରେ ଚାକିରି ନେଲା ଓ 2 ପଇସା ଜମେଇ ରଖି ଘର ଖଣ୍ଡିଏ ତୋଳିବା ପରେ ବାହା ହେଲା।
ଏତେ ବର୍ଷ ପରେ ବୁଢୀକୁ ଦେଖି ସେ ଆତଙ୍କିତ ହେଇଗଲା। ବୁଢୀ ନିଶ୍ଚୟ ଶେଷ ବୟସରେ ତାହାରି ଆଶ୍ରୟ ଲୋଡି ଆସି ପହଞ୍ଚିଛି। ରାଜାରାମ, ତୁ ମତେ ଚିହ୍ନି ପାରୁନାହୁଁ ନା କଣ? ବୁଢୀ ତାକୁ କହିଲା। ରାଜାରାମର ମନ ତ ବିଗିଡି ରହିଥିଲା। ସେ କହିଲା, ଚିହ୍ନି କଣ କରିବି? ମୋ ନିଜ ପରିବାର ପୋଷଣ ମୋ ପକ୍ଷରେ କାଠିକର। ତୋତେ ମୁଁ କି ସାହାଯ୍ୟ ଦେଇପାରିବି? ଏହା କହି ସେ ଚାଲିଗଲା। ପଛରୁ ବୁଢୀର ଦୀର୍ଘ ନିଶ୍ୱାସ ଶୁଣିପାରିଲା। ଘରେ ପହଞ୍ଚି ସେ ସ୍ତ୍ରୀକୁ କହିଲା, ସମଗ୍ର ଦିନ ବିତିଗଲା। ତମ ମୁହଁ ଚାହିଁ ଲାଭ ହେବା ତ ଦୂରର କଥା, ବରଂ ଗୋଟାଏ ବୋଝରୁ ଅଳ୍ପକେ ବଞ୍ଚିଗଲି। ମୁଁ ଯେଉଁ ବୁଢୀ ଘରେ କିଛି ଦିନ ଆଶ୍ରୟ ନେଇଥିଲି, ସେ ଆସି ପହଞ୍ଚିଥିଲା ଯେ ମୁଁ ତାକୁ କିନ୍ତୁ ଭଗେଇ ଦେଇ ଚାଲି ଆସିଲି। ତୁମେ କଣ କଲ? ସ୍ତ୍ରୀ ଚିତ୍କାର କରି ଏକଥାଟି ପଚାରିଲା। କାହିଁକି? କଣ? ସ୍ତ୍ରୀ କହିଲା, ବୁଢୀ ପ୍ରଥମେ ଆମ ଘରର ସନ୍ଧାନ ପାଇ ମୋତେ ଆସି ଭେଟିଲେ। ମୋତେ ଗୋପନରେ କହିଲେ କି ହଠାତ୍ ତାଙ୍କ ବାଡି ପଛପଟରୁ ସେ 10,000 ଟଙ୍କା ଓ ଚେକାଏ ସୁନା ପୋତା ଧନ ପାଇଛନ୍ତି। ତୁମକୁ ସେ ପୁଅ ଭଳି ଦେଖନ୍ତି ବୋଲି ସେ ସବୁ ସେ ତୁମକୁ ଦେବାର ସିଦ୍ଧାନ୍ତ କରିଥିଲେ। ତୁମକୁ ଦେଖିବା ପାଇଁ ବ୍ୟାକୁଳ ହୋଇ ସେ ବଜାର ଭିତରକୁ ବାହାରି ଯାଇଥିଲେ। ରାଜାରାମ ମୁଣ୍ଡରେ ହାତ ଦେଇ ବସି ପଡିଲା। ଗପଟି ସରିଗଲା। ଗପଟିରେ ଆମେ ଦେଖିଲି ପ୍ରକୃତରେ ଭାଇ, ହୁଁ ଗପଟିର ଯୋଉ ନାଁ ଦିଆ ହେଇଛି ମନ୍ଦ ଭାଗ୍ୟ, ଆଉ ଯାହାବି ଆମେ ପଢିଲେ, ଏଇଟା ମାନେ କଣ ସତରେ ମାନେ ଯାହା ଥିବ ସେଇଆ ହବ? ଏଇଠି ଆମେ ଏଇ ଗପଟିରେ ଦେଖ, ପ୍ରକୃତରେ ମୁହଁ ଦେଖିଲେ ଯେ ଭାଗ୍ୟ ଖରାପ ହବ ତାର କିଛି ସମ୍ଭାବନା ଅଛି କି? ଦେଖନ୍ତୁ, ତା ମୁହଁ ଦେଖିଥିଲା ବୋଲି ତା ପାଖରେ ସବୁବେଳେ ସୁଯୋଗ ଆସି ପହଞ୍ଚିଛି। ଆମେ ନିଜର ଧାରଣାରେ ଏବଂ ଆମର ନିଜର ଚେତନାର ସ୍ଥିତି ଅନୁସାରେ ଆମେ କଣ କରୁଛୁ, ଯେତେବେଳେ ବି ସୁଯୋଗ ଆସିଛି ସେ ସୁଯୋଗକୁ ଆମେ ଗୋଡରେ ଲାତ ମାରି, ଏଇଟା ହଉଛି ଚେତନାର ସ୍ଥିତି ଅନୁସାରେ ଭାଗ୍ୟ ଆମର କେମିତି ବଦଳିଯାଏ, ଏଇଟା ହଉଛି ତାର ଗୋଟେ ପରଫେକ୍ଟ ଏକ୍ସାମ୍ପଲ। କାହିଁକି ନା ସବୁ ସମୟରେ ଦେଖନ୍ତୁ, ସିଏ ତମେ ମୁହଁ ଦେଖିଛ ବୋଲି ଭଲ ହବା ଅର୍ଥ କଣ ହଉଛି ଯେ ଆଉ କାହାର ଧନ ବାଟରେ ପଡିଥିଲେ ତମେ ପାଇବ, ସେଇ ପ୍ରକାର ଆଶା କରିକି ଯିବା। ଏବଂ ବଜାରରେ ଯାହା ଯାହା ଘଟିଗଲା ସବୁର ପଶ୍ଚାତରେ ସବୁବେଳେ ଥାଏ କଣ ନା ଆମରି ଉନ୍ନତି, ଆମରି ଅଗ୍ରଗତି ଥାଏ, ମୁଁ ଯୋଉଠି ଅଛି। ଏବଂ ଶେଷଟା ପୁରା ସ୍ପଷ୍ଟ ଦେଖାଗଲା ଯେ ନିଜେ ଯେମିତି ସେ ଗୋଇଠା ମାରିକି ଆସିଲା ଭଳି। ଦେଖନ୍ତୁ, ଯୋଉ ମା ସିଏ ତମେ ତାଙ୍କର ପୁଅ ନ ହେଇକି ମଧ୍ୟ ପୁତ୍ର ଭଳି ତୁମକୁ ଲାଳନ ପାଳନ କରିଛି ଏବଂ ସିଏ ପୁଅ ବୋଲି ଭାବି ଦୌଡି ଆସିଛି ତମକୁ ଦବା ପାଇଁ, ଦେଖିଲା ବେଳକୁ ତୁମେ ସେଠି କଣ କରୁଛ, ତାଙ୍କୁ ଅବହେଳା କରି ଅଣହେଳା କରି ଚାଲି ଆସିଲ। ତେଣୁ ଏଠି ନିଜ ଭାଗ୍ୟ ଆମେ ନିଜେ କୁରାଢି ମାରୁ, ଏଇଟା ସବୁବେଳେ ଘଟେ। କିନ୍ତୁ ତାପରେ ଲୋକେ କଣ ଭାବନ୍ତି, ବୋଧେ ମୋ ଭାଗ୍ୟରେ ଏହା ଲେଖା ଥିଲା ବୋଲି ସେତେବେଳେ ମୋ ଭିତରେ ଏଇ ଧାରଣା ଆସିଲା, ସେତେବେଳେ ମୁଁ ଏହା ଯୋଉ ଆଚରଣ କଲି ସେଇଥିପାଇଁ କଲି। ଇଏ ହଉଛି କେବଳ ନିଜକୁ ନିଜେ ଠକିବା ସଦୃଶ। ଯଦି ଚେତନାର ଉଚ୍ଚତର ସ୍ଥିତିରେ ମୁଁ ଥାନ୍ତି, ତେବେ ସବୁ ଜାଗାରେ ମୁଁ ଉତ୍ତମ ବ୍ୟବହାର କରିଥାନ୍ତି। ତେଣୁ ଯଦି ଉତ୍ତମ ବ୍ୟବହାର କରିଥାନ୍ତି, ତେବେ ଏତେ ଦିନ ପରେ ଯୋଉ ମା କୁ ମୁଁ ପାଇଛି, ଯୋଉ ମା ମତେ ଲାଳନ ପାଳନ କରିଥିଲା, ତେବେ ସ୍ୱାଭାବିକ ଭାବରେ ମୋ ଭାଗ୍ୟ ଖୋଲି ଯାଇଥାନ୍ତା। ତେଣୁ ଏଠି ମଣିଷ ପାଖରେ ସବୁବେଳେ ଗୋଟେ ଅପସନ ଥାଏ, ସେ ଅପସନଟି ହଉଛି ନିଜେ ସ୍ଵାଧୀନ ଭାବରେ ବାଛିବ ଯେ ମୁଁ କୋଉଟା କରିବି। ସେଇ ଅନୁସାରେ ଆମର ଚେତନାର ପରିବର୍ତ୍ତନ ଘଟେ। ଯୋଉ ସୁଯୋଗ, ଯୋଉ ପରିବେଶ, ଯୋଉ ପରିସ୍ଥିତି ଆସିଥାଏ, ତାହା ମୋର ଅଗ୍ରଗତି ପାଇଁ ସହାୟକ ହୁଏ। ନହେଲେ ମତେ ଲାଗିବ ଯେମିତି ସବୁ ଯାକ ହଉଛି ବୋଝ। ଗୋଟେ ଆଉ ଗୋଟେ ଘଟଣାଟିଏ, ସେ ଘଟଣାରେ ଗୋଟେ ବ୍ୟକ୍ତି ଗୋଟେ ଯାଇଛନ୍ତି ଇଣ୍ଟରଭ୍ୟୁ ଦେବା ପାଇଁ। ସେଠି ଇଣ୍ଟରଭ୍ୟୁରେ ସେ ଦେଖିଲେ ତାଙ୍କ ପାଖରେ ଯୋଉ ପିଲାଟି ଅଛି, ସିଏ ତାଙ୍କ ଠାରୁ
पूरा आगे अच्छी माने जज कर नहीं गले जे ना नहीं जदि इंटरव्यू हुए तेबे सी पाइबो मु पाइबिनी गोटे मात्र पोस्ट अच्छी तेणु सी चेष्टा कला सांगे सांगे तार प्लान पकईकि ताकू कौन कला ताकू पाखु फोन आसिला जे ता बापा देह भल नहीं तेणु मेडिकल जीवाई एवं से कौन कले से पिलाटी इंटरव्यू छाड़ी पड़ेला एवं इंटरव्यू रे ये पाईगला ओके वर्तमान ये हला गोटे तार गोटे कर्म सेकंड हला वर्तमान सी जनरल मैनेजर हवा पई पूरा फाइनल हो जाइए तार कार्यकरी देखिकी किंतु ताकू जनरल मैनेज कराला नहीं आउ जन को जनरल मैनेजर करा सेठी से कौन करछि ना व्यस्त होची तापरे गोटे अनेक गोटे घटना घटी एवं सेतबेले तापरे तांकर जे एमडी थिले जे बाछंती किए से जनरल मैनेजर हबो तांकर प्रमोशन हेकिरी केवल आंकरी सकाशे से पिलाटी सकाशे प्रमोशन हेकिरी सी ऊपर उठी जी बर्तमान एमडी किए हम ये रेफर कले क्या ना ये पिलाटी को एमडी करिया चिंता कर प्रथमे से विरक्त होते जे मो भाया सामर्थ्यवान व्यक्ति थाउ थाउ ताकू कहीं जनरल मैनेजर करेले मते कहीं कले किंतु जनरल मैनेजर ठार ऊपर उच्च पदवी पाइले एमडी ये हला गोटे देख आउ गोटे जोटा पूर्व कर्म देखला बेलू कौन है सी कि दिन पर सी मन पकईकि भाभी मु कहीं एमती कली आउ से केमती थिबो भलर थिबो खराब रे थिबो तेणु ताकू से फोन कर सॉरी कहवा ताकू फोन कला बेलू सी कह तुम सॉरी कहीं कह ना मु एमती एमती या घटी ना ना भल कर तुम मते पठेदेल मु बर्तमान सेठू आसला परे आउ सेठी जदि मु इंटरव्यू देता से मोर होता कि न होता ता तो मुझे जाननी कि सेठू आसला बापा सहित मोर भेट है आउ जनक सी मत इंटरव्यू देवाई आउ गोटे जगह को तापर मु गली बर्तमान मु फरेन रे अच्छी एवं मोर सालारी पे हूँ एतिकी लेखा माने अधिक से प्राप्त कर तेणु मु आपण पाखे कृतज्ञ किए सी कह ये देखु जो आमे मु भाविली जे मु ताकू ठकीदेली बोली किंतु तार जो स्थिति थिला तार जहा आवश्यक से तार सेठिकी गला एठी मु मोर जो कुचक्रांत बा कु बुद्धि लगेइथिली बोली मु कौन हेली ना जोठी थिली सेठी रही तापरे भी एई जो ऑन द पीरियड ऑफ तांकर चाकिरी चाकिरी पीरियड भितरे से किंतु बहुत निष्ठापर भाव में काम कर तेणु जनरल मैनेजर हवापाई पूरा समस्ते भाभी सी जनरल मैनेजर हेबे कि से जनरल मैनेजर होना तेणु सी भावुन मो भाग्य खराब किंतु देखला बेलू किछि दिन पर एमडी कर दि जाउछि देखो दीटा जाकर घटना देखु जेहेतु सी किछि 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 कौन कले तांकर चाकरी समय भल काम गले लयालिटी देखिले एवं निष्ठापर भाव से कार्य गले तेणु धीरे धीरे कौन है तांकर जो स्थिति चेतनार स्थिति आमे एठी चेतनार स्थिति भी न हो किंतु तांकर जो व्यक्तित्व टिके वृद्धि पाइला तार पॉजिटिव सकाशे कौन है ना सी जनरल मैनेजर नुह ताठ उच्च पद पाइले किंतु आमे बेले बेले अल्प यदि न मिलला आमे व्यस्त हो पड़ू से मो भाग्य खराब तापर जो हो गला ए उज्जवल भाग्य एमती आमे भाग्य को दोष दो फरक हो गला सेठी से व्यक्ति से जगह गले तेणु यही भाव में कौन हुए आमे जो भली भाव में बंचीबाकू संकल्प करू एवं जो प्रकार स्थिति तमें चेतनार स्थिति बारंबार कहूँ यही सकाशे जे मोर से सबू जाक इनवॉल्व होउची मोर व्यवहार मोर परिस्थिति प्रति दृष्टिकोण
ବ୍ୟକ୍ତି ମାନଙ୍କ ପ୍ରତି ଦୃଷ୍ଟିକୋଣ ଏବଂ କାହା ଉପରେ ବିଶ୍ୱାସ କରୁଛି। ମୁଁ ମୋର କେବଳ ସାମର୍ଥ୍ୟ ଉପରେ ବିଶ୍ୱାସ କରୁଛି, ମୁଁ ଅହଙ୍କାରର ବଶବର୍ତ୍ତୀ ହେଇକିରି ମୁଁ ହେଇକି ଅଛି, କି ସବୁ ଯାକ କାର୍ଯ୍ୟ ଭଗବତ ଉଦ୍ଦେଶ୍ୟରେ ସମର୍ପିତ ହେଇ କରୁଛି। ଏ ସବୁ ଜିନିଷ ଉପରେ ନିର୍ଭର କରେ ଯେ ପର ପରିସ୍ଥିତି କଣ। ଇଏ ହଉଛି ସବୁବେଳେ ନିୟମ। ଆମେ କିନ୍ତୁ ଭାଗ୍ୟର ଦୋଷ ଏଠି ସବୁବେଳେ ଦଉ। ମା ଭାଇ ଯଦି ଏଇଟା କହିଲ ମାନେ ଏଇଟା ଆମ ଇଏ ଉପରେ ଡିପେଣ୍ଡ କରେ ହେଲା। ଆଉ ଯେତେବେଳେ ବି ମାନେ ଯୋଉ ଗୋଟେ ମାନେ ଯୋଉ ଅସମ୍ଭବ ଜିନିଷ ଟା ଯଦି କାହା ଦ୍ଵାରା ଗୋଟେ ସମ୍ଭବ ହଉଥାଏ, ତାହେଲେ ସେଠି ଆମେ ସେତେବେଳେ କଣ କହିବା? ସବୁ ଯାକ ପରିବେଶ ପରିସ୍ଥିତି ମୋର ଚେତନାର ସ୍ଥିତି ଅନୁସାରେ ହିଁ ଘଟେ ସବୁବେଳେ। ଅସମ୍ଭବ ଘଟୁ ସମ୍ଭବ ଘଟୁ ଯାହା ଘଟୁଛି, ମୁଁ ଚେତନାର କୋଉ ସ୍ଥିତିରେ ଅଛି ସେଇ ଅନୁସାରେ ପରିବେଶ ପରିସ୍ଥିତି ମୋ ପାଖରେ ଆସି ପହଞ୍ଚେ। ସିଧା କଥା, ମୁଁ କ୍ଲାସ 5ରେ ଯଦି ପଢୁଛି, ମୋର ପରୀକ୍ଷାରେ ଯୋଉ କୋଶ୍ଚିନ୍ ଆସିବ ପଞ୍ଚମ ଷ୍ଟାଣ୍ଡାର୍ଡର ହିଁ କୋଶ୍ଚିନ୍ ମତେ ପଚରାଯିବ। ବର୍ତ୍ତମାନ କଥା ହେଲା, ମୁଁ ପଞ୍ଚମ ଶ୍ରେଣୀରେ ପଢିଲା ବେଳେ ମୁଁ ଯେତିକି ପ୍ରିପେୟାର କରିଛି ନିଜକୁ, ସେଇ ଅନୁସାରେ ତାକୁ ସମ୍ମୁଖୀନ ହଉଛି। ଯଦି ମୁଁ ସମ୍ମୁଖୀନ ନ ହେଇ ପାରିଲି, ତାମାନେ ଅକୃତ କାର୍ଯ୍ୟ ହେଲି, ତେବେ ପଞ୍ଚମରେ ଆଉ ଥରେ ରହିବି। ତେଣୁ ଜୀବନରେ ଆମେ ଯେତେବେଳେ ଜନ୍ମଗ୍ରହଣ କରୁ, ଇଏ ହଉଛି ଆମ ପାଇଁ ସ୍ଥିତି। ମୁଁ ଯୋଉ ସ୍ଥିତିରେ ରହିଛି ସେଇ ଅନୁସାରେ ପ୍ରଶ୍ନ ଆସେ, ମୁଁ ତାକୁ ସମ୍ମୁଖୀନ ହେବି। ଯଦି ସମ୍ମୁଖୀନ ନ ହେଇପାରିଲି, ପୁଣି ଆଉ ଥରେ ଟେଷ୍ଟ ଦେବି, ପୁଣି ଆଉ ଥରେ ଟେଷ୍ଟ ଦେବି। ଭିନ୍ନ ଭିନ୍ନ ଆଉ କଣ ସେଇ ଏକା କୋଶ୍ଚିନ୍ ପଡିବ କି? ପଞ୍ଚମ ଷ୍ଟାଣ୍ଡାର୍ଡର କୋଶ୍ଚିନ୍ ପଡିବ, କିନ୍ତୁ ଏକା କୋଶ୍ଚିନ୍ ପଡିବନି, ପୁଣି କୋଶ୍ଚିନ୍ ଟିକେ ବଦଳିଯିବ। ତାମାନେ ଆଉ ଏକ ଭିନ୍ନ ପ୍ରକାର ପରିସ୍ଥିତି ମୋ ପାଇଁ ଆସିବ। ଯେ ପର୍ଯ୍ୟନ୍ତ ସେ ଶ୍ରେଣୀରେ ମୁଁ ଉତ୍ତୀର୍ଣ୍ଣ ନ ହେଇଛି, ଅର୍ଥ ଯୋଉ ଅନୁଭବ, ଯୋଉ ଅନୁଭୂତି, ଯୋଉ ଶିକ୍ଷା ମୋର ଲାଭ କରିବାର ଅଛି, ଯେ ପର୍ଯ୍ୟନ୍ତ ମୁଁ ସେ ଶିକ୍ଷା ଲାଭ କରି ନାହିଁ, ଭିନ୍ନ ଭିନ୍ନ ପ୍ରକାରର ପରିସ୍ଥିତି ଘଟାଇ ମୋରି ଉପରେ ତାହା ବାରମ୍ବାର ବାରମ୍ବାର ଆସୁଥିବ। ଏବଂ ଆମର ନିଷ୍ଠାପରତା ଅନୁସାରେ ତାହା ଏବଂ ଆମର ପ୍ରସ୍ତୁତି ଉପରେ ନିର୍ଭର କରେ ଯେ ଆମେ କେତେ ଶୀଘ୍ର ତାକୁ ପାସ୍ କରିବୁ। ଯେତେ ଶୀଘ୍ର ପାସ୍ କରିବୁ, ତାହେଲେ ଏଇ ଜନ୍ମରେ ଆମେ ଯୋଉ କାର୍ଯ୍ୟ କରିବା ପାଇଁ ଆସିଛୁ, ତାହେଲେ ସେ କାର୍ଯ୍ୟ ଶୀଘ୍ର ସରିଯିବ। ଯଦି ଆମେ ଧକେଇ ପେଲେଇ ହେଇ ଚାଲିବୁ, ତାହେଲେ ବେଳେ ବେଳେ ଗୋଟେ ଗୋଟେ ଜନ୍ମରେ କାମ ସରେନି, ପୁଣି ସେଇ ଏକା କାମ ଆଉ ଗୋଟେ ଜନ୍ମ ପୁଣି ନେଇକି ଆସିବ। ମା ଏଠି ଗୋଟେ ଗପଟେ ରହିଛି, ତମର ଆଉ କିଛି କହିବାର ନାହିଁ ତ? ନା କୁହ ତମେ। ଗୋଟେ ଗପଟେ ରହିଛି, ବୋଧିସତ୍ୱଙ୍କର କାହାଣୀ। ବୋଧିସତ୍ୱ ଜଣେ ବିଦ୍ୱାନ ବ୍ରାହ୍ମଣଙ୍କ ଘରେ ଜନ୍ମଗ୍ରହଣ କରିଥାନ୍ତି ଏବଂ ଶିଶୁ କାଳରୁ, ମାନେ ଯେତେବେଳଠୁ ସେ ଛୋଟ ଛୁଆ ହେଇକି ଧୀରେ ଧୀରେ ବଡ ହଉଛନ୍ତି, ସବୁବେଳେ ଶୁଣୁଛନ୍ତି ବେଦ ଶାସ୍ତ୍ର ଏବଂ ଉପନିଷଦ, ବେଦ ଉପନିଷଦ ସବୁ ଶୁଣି ଶୁଣି ସେଗୁଡିକ ସେଥିରେ ଧୀରେ ଧୀରେ ସିଏ ତାଙ୍କର ପାଣ୍ଡିତ୍ୟ ଆସିଗଲା। ଏଇଭଳି ଦିନେ ସିଏ ପଢୁ ପଢୁ ହଠାତ୍ ଗୋଟେ ମନ୍ତ୍ର ପାଇଲେ। ସେ ମନ୍ତ୍ର ଜଣେ ଯଦି ତାକୁ ବାରମ୍ବାର ଉଚ୍ଚାରଣ କରି ଯାହାକୁ ଚାହିଁବ ତାକୁ ବଶୀଭୂତ କରିପାରିବ ସେ ମନ୍ତ୍ରଟି। ତେଣୁ ସିଏ ମନ୍ତ୍ର ବ୍ୟବହାର କରିବେ ନ କରିବେ, କିନ୍ତୁ ମନ୍ତ୍ରଟା ତ ଶିଖିବା ଦରକାର। କିନ୍ତୁ ସେ ମନ୍ତ୍ରଟି ଶୁଣିଲେ କାଳେ ଆଉ କିଏ ଶୁଣିକି ତାକୁ ମନ୍ଦ ଭାବରେ ବା ଖରାପ ଭାବରେ ବ୍ୟବହାର କରିବ, ତେଣୁ ବୋଧିସତ୍ୱ କଣ କଲେ, ଟିକେ ଦୂର ଜାଗାକୁ ଚାଲିଗଲେ, ଜଙ୍ଗଲ ଭିତରେ ନିଶୂନ ଜାଗାରେ। ସେଠୁ କଣ କଲେ ନା, ସେ ମନ୍ତ୍ରଟିକୁ ମୁଖସ୍ଥ କଲେ। କାହିଁକିନା ମନ୍ତ୍ରଟା ନହେଲେ ଲିପ୍ତ ହେଇଯିବ ନା, ଲୁପ୍ତ ହେଇଯିବ। ତ ସେ ନିର୍ଜନ ସ୍ଥାନରେ ଯେତେବେଳେ ଉଚ୍ଚାରଣ କରୁଛନ୍ତି, ସେ ଯେତେବେଳେ ଉଚ୍ଚାରଣ କରିସାରି ମୁଖସ୍ଥ ହେଇଗଲା ପରେ ଯେତେବେଳେ ସେଠୁ ଉଠିକି ଆସୁଛନ୍ତି, ହଠାତ୍ ଦେଖିଲା ବେଳକୁ ଗୋଟେ ଶୃଗାଳ ତାକୁ ଶୁଣି ଦେଇଛି
ଏବଂ ସିଏ ତାକୁ କଣ କରୁଛି ଉଚ୍ଚାରଣ କରିବା ଆରମ୍ଭ କରୁଛି। ତେଣୁ ସିଏ ଶୃଗାଳକୁ ସେ ଚାହିଁଲେ କହିବା ପାଇଁ ଯେ ଦେଖ ସେଟାକୁ କଣ ସେଟା ଗାଅ ନାହିଁ ଗାଅ ନାହିଁ, କିନ୍ତୁ ସେ ଶୃଗାଳ କଣ କଲା ଗୋଟେ ଡିଆ ମାରି ପଳେଇଲା। ସେ ଶୃଗାଳ ପ୍ରକୃତରେ ସେଠୁ ବୋଧିସତ୍ତ୍ୱ ସେଠି ଟିକେ ଧ୍ୟାନସ୍ଥ ହେଲେ। ସେ ଦେଖିଲେ ଯେ ଶୃଗାଳ ପୂର୍ବ ଜନ୍ମରେ ଜଣେ ବ୍ରାହ୍ମଣ ଥିଲା। ଏଥର ସେ କଣ ହେଇଛି, ପୂର୍ବ ଜନ୍ମରେ ବ୍ରାହ୍ମଣ ଥିଲା କିନ୍ତୁ ଅନେକ ପାପାଚାର କରିଛି, ତା ଫଳରେ ଏ ଜନ୍ମରେ ସେ ଶୃଗାଳ ହେଇକି ଜନ୍ମ ହେଇଛି। କିନ୍ତୁ ମଣିଷ ଭଳି ତାର ସ୍ମୃତି ଶକ୍ତି ଅଛି। ଯେହେତୁ ମଣିଷ ମଣିଷ ମା ଲେଖିଛନ୍ତି ମଣିଷ ବହୁତ ରେୟାର କେସରେ ମାନେ ମଣିଷ ଜନ୍ମରୁ ପଶୁ ଜନ୍ମକୁ ଯାଏ, ନହେଲେ ସାଧାରଣତଃ ମଣିଷ ଜନ୍ମରୁ ତା ପରେ ବି ମଣିଷ ଜନ୍ମ, ତାପରେ ମଣିଷ ଜନ୍ମ ପାଆନ୍ତି। କିନ୍ତୁ ଏହା ହେଇପାରେ ଚେତନାର ସ୍ଥିତି ଅନୁସାରେ ମଣିଷ ଜନ୍ମ ପାଇଥିବ କିନ୍ତୁ ପଶୁ ପ୍ରବୃତ୍ତି ତାପରେ ଥାଇପାରେ, କିନ୍ତୁ ପୁରା ପଶୁ ଶରୀର ପାଇବ ସେଟା ମା ଲେଖୁଛନ୍ତି ରେୟାର। ଏଇଟା ତାଙ୍କ କ୍ଷେତ୍ରରେ ଘଟିଛି। ଆଉ ବୋଧିସତ୍ତ୍ୱ ବହୁତ ଖୋଜିଲେ ତାଙ୍କୁ ପାଇଲେ ନାହିଁ। ଶୃଗାଳ ଆ ଭିତରେ କଣ କଲା ନା ସେ ମନ୍ତ୍ରଟାକୁ ପୁରା ଘୋଷିଲା। ଘୋଷି ସାରିଲା ପରେ ସିଏ ଆଗ ଦେଖିଲା ଯେ ସତରେ ମନ୍ତ୍ରଟା କାମ କରୁଛି କି ନାହିଁ। ବର୍ତ୍ତମାନ କଣ ହେଲା ନା 4-5 ଜଣ ତା ପାଖରୁ ବଳୁଆ ଯୋଉମାନେ ଶୃଗାଳ ସେମାନେ ଯୋଉଠି ଠିଆ ହେଇଛନ୍ତି ଦୂରରୁ ଯାଇକିରି ତାଙ୍କୁ ନଜର କରି କଣ କଲେ ନା ମନେ ମନେ ଜୋରରେ ତାକୁ ଉଚ୍ଚାରଣ କଲେ, ତାଙ୍କୁ ଚାହିଁକି। ଯାହାକୁ ଚାହିଁବ ଧୀରେ 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 କଣ ହେଲା ନା ସେ 5 ଜଣ ଯାକ ତାଙ୍କ ପାଖରେ ଆସି ପହଞ୍ଚିଗଲେ, ତାଙ୍କୁ ସଲାମ କଲେ, ଦେଖିଲା ଆରେ ହେ ମନ୍ତ୍ର କାମ କରୁଛି ଆଉ। ଠିକ ଏମିତି ଧୀରେ ଧୀରେ କଣ କଲା ତା ପର ଦିନ ମନ୍ତ୍ର ପଢିକିରି ଭାଲୁକୁ, ବାଘକୁ, ସିଂହକୁ ସମସ୍ତଙ୍କୁ ବଶ କଲେ ଏବଂ ସମସ୍ତେ ତାକୁ ରାଜା ବୋଲି ସ୍ୱୀକାର କରନ୍ତୁ ବୋଲି ସେ କହିଲା। ତେଣୁ ଯେହେତୁ ସମସ୍ତେ ତାର ବଶୀଭୂତ ହେଇସାରିଛନ୍ତି ତେଣୁ ସମସ୍ତେ ତାକୁ ରାଜା ବୋଲି ଗ୍ରହଣ କଲେ। ସବୁ ସିଂହ ବାଘ ସମସ୍ତେ ଆସି ତା ପାଖରେ ହାତ ଯୋଡି ଠିଆ ହେବେ, ସିଏ ଖାଇବା ପାଇଁ କହିବ ତାକୁ ଖାଇବାକୁ ଦେବେ, ଏମିତି ଚାଲିଲା ଆଉ। ବଣ ଭିତରେ ପୁରା ଗୋଟେ ରାଜୁତି ଚାଲିଲା ଶୃଗାଳର ଆଉ। କିନ୍ତୁ ଶୃଗାଳ ଯେ ବଶୀଭୂତ ମନ୍ତ୍ର କଥା ଜାଣିଛି, ଏ କଥା କାହିଁକି କିଏ ଜାଣିବେ? କୋଉମାନେ ପଶୁ ମାନେ କାହିଁକି ଜାଣିବେ? ସିଂହ ବାଘ। ସେଥିରେ ତେଣୁ ସେ ସିଂହକୁ କଣ କଲା ନିଜର ମନ୍ତ୍ରୀ ରୂପେ ନିଯୁକ୍ତ କଲା, ବାଘକୁ ସେନାପତି, ଆଉ କାହାକୁ କାହାକୁ ସବୁ ଦେହ ରଖି ଏଇଭଳି ଭାବରେ ସେ କଣ କଲା ରାଜୁତି ଆରମ୍ଭ କଲା। ଆ ଭିତରେ ତାର ଧୀରେ ଧୀରେ ମହତ ଆକାଂକ୍ଷା ଆହୁରି ବଢିଲା, ଲୋଭ ବଢିଲା। ଜଙ୍ଗଲରେ ବର୍ତ୍ତମାନ ସେ ରାଜା ହେଇଯାଇଛି। ହଠାତ୍ ଭାବିଲା ଯେ ଯୋଉ ପାଖରେ ଯୋଉ ମଣିଷ ମାନେ ରହିଛନ୍ତି ତାଙ୍କର ଉପରେ ରାଜୁତି କରିବା ଏବଂ ଆମର ବଳ ବେଶୀ। ସେ ମନ୍ତ୍ରଣା ଦଉଛି କାହାକୁ? ସିଂହ ବାଘ ଏମାନେ ସମସ୍ତଙ୍କୁ ବସେଇ ମନ୍ତ୍ରଣା ଦେଲା ଯେ ତେଣୁ ଆମେ ବଣର ରାଜା ହେଇକି ଯଥେଷ୍ଟ ନୁହଁ, ବର୍ତ୍ତମାନ ଆମେ କଣ କରିବା ଚତୁଃପାର୍ଶ୍ଵରେ ସବୁ ଜନବସତିରେ ମଧ୍ୟ ଯାଇକି ଆମେ ରାଜୁତି କରିବା। ତେଣୁ ସେ କଣ କଲେ ଆରମ୍ଭ କଲା, ସୈନ୍ୟବାହିନୀ ପ୍ରସ୍ତୁତ କଲେ, ବଛା ବଛା ସିଂହ ମାନଙ୍କୁ ସବୁ ରେଡି କଲା, ହାତୀ ବାଘ ସବୁ ରେଡି କଲେ ଏବଂ ସେ ଯେତେବେଳେ ଯୁଆଡେ ଯାଏ ମାନେ 2ଟା ହାତୀ ଯୋଡି ହେଇ ଠିଆ ହେବେ, ତାପରେ ଗୋଟେ ସିଂହ ଠିଆ ହବ, ତା ଉପରେ ସିଏ ଠିଆ ହବ, ମାନେ ଏମିତି ଥାର୍ଡ ବାଟରେ ଚାଲେ। ମାନେ ହାତୀ 2ଟା ତା ଉପରେ ସିଂହ, ତା ଉପରେ ସିଏ ଚାଲିବ, ମାନେ ଥାର୍ଡ ବାଟରେ ପୁରା ଜୋରସୋରରେ ଆଉ। ସିଏ ଗଲା ବେଳକୁ ଜନବସତି ଗଲାବେଳକୁ ସେଇ ଜନବସତିରେ ବୋଧିସତ୍ତ୍ୱ ନିଜେ ରହିଛନ୍ତି ଅଛନ୍ତି। ହଠାତ୍ ଧୀରେ ଧୀରେ ମାନେ ବଣ ଆଡୁ ମାଡି ଆସୁଛନ୍ତି କଣ ପଶୁମାନେ, ଇଏ ସବୁ ଲୋକମାନେ ଯିଏ ଯାହା ପାରେ ଛିନ ଛତ୍ର ହେଇକି ଦୌଡା ଧାଁ କଲେଣି। ଆ ଭିତରେ ରାଜାଙ୍କ ପାଖକୁ ଖବର ପଳେଇଲା। ରାଜା ସେତେବେଳେ କଣ ହେଇଛି ନା ରାଜାଙ୍କ ପାଖରେ ବୋଧିସତ୍ତ୍ୱ ତାଙ୍କର ପୁରୋହିତ ହେଇକି ଅଛନ୍ତି। ରାଜାଙ୍କ ପାଖକୁ ଖବର ଦେଇ ଯାଇଛି। ସେଠୁ ବୋଧିସତ୍ତ୍ୱଙ୍କର ମନେ ପଡିଗଲା କଣ ହେଇଥିଲା ଘଟଣା ପୁରୁଣା କଥା। ରାଜାଙ୍କ ପାଖକୁ ଖବର ଗଲା ଯେ ଏଇଭଳିଆ ମାନେ ଜଙ୍ଗଲରୁ ପୁରା ଗୋଟେ ବିରାଟ ପଶୁ ବାହିନୀ ଆସିଛନ୍ତି ଏବଂ ତା ଭିତରେ ଗୋଟେ ଅପୂର୍ବ କଥା ଦେଖିବାକୁ ମିଳୁଛି କଣ ନା ହାତୀ 2ଟା ଉପରେ ସିଂହ ଠିଆ ହେଇଛି,
ସିଂହ ଉପରେ ଗୋଟେ ଶୃଗାଳ ଠିଆ ହେଇଛି ଏବଂ ସମସ୍ତେ ଶୃଗାଳର ଜୟ ଜୟକାର କରିକି ଆସୁଛନ୍ତି। ରାଜା ଗୋଟେ ମାନେ କିଂକର୍ତ୍ତବ୍ୟ ବିମୂଢ ଗୋଟେ ଯେମିତି ହଅନ୍ତିନି, ଆଶ୍ଚର୍ଯ୍ୟ ହଉଛନ୍ତି କଣ ଇଏ ଘଟଣା, ଏମିତି କେମିତି କଥା। ଶୃଗାଳ ପୁଣି ସିଂହ ଉପରେ, ଆଉ ପୁଣି ଏମିତି ହଠାତ୍ ଜଙ୍ଗଲ ଛାଡିକି ସବୁ ପଶୁମାନେ ଆସିକିରି ଜନବସତି ମୁହାଁ। ତେଣୁ ସେ ସାଙ୍ଗେ ସାଙ୍ଗେ ବଡ ତାଙ୍କର ବୈଠକ ଡାକେଇଲେ। ବୋଧିସତ୍ତ୍ୱ ଆସି ପହଞ୍ଚିଲେ। ବୋଧିସତ୍ତ୍ୱ କହିଲେ, ଆଉ ମହାରାଜ, ଆଉ ମୁଁ ଆପଣଙ୍କୁ ଏହାର ସମାଧାନ ଦେଇଦେବି, ଆପଣ ବ୍ୟସ୍ତ ହୁଅନ୍ତୁ। କିନ୍ତୁ ମୁଁ ଯାହା କହିବି ସେଇ ଅନୁସାରେ ଆପଣ ଗୁପ୍ତଚର ମାନଙ୍କୁ ଏବଂ ସୈନ୍ୟବାହିନୀକୁ ସେଇ ଅନୁସାରେ ବ୍ୟବହାର କରନ୍ତୁ। ତ ଶୃଗାଳ ଆସି ପହଞ୍ଚିଗଲା। ସେତେବେଳକୁ ଏ ଆଙ୍କର ସରିଗଲାଣି। ଆସିକି ଦ୍ୱାର ରକ୍ଷୀ କହୁଛି, ଯାଅ ତମ ରାଜାଙ୍କୁ କୁହ ବିଳମ୍ବ ନ କରି ମୋ ପାଖରେ ଆତ୍ମସମର୍ପଣ କରନ୍ତୁ, ନହେଲେ ମୁଁ ବଳ ଦ୍ୱାରା ନଗରୀକୁ ଅଧିକାର କରିଦେବି। ସେତେବେଳକୁ ରାଜା ଆସି ପହଞ୍ଚିଗଲେ। ରାଜା କହିଲେ, କଣ ହେଲା କୁହନ୍ତୁ। ନା, ମତେ ରାଜ୍ୟ ଛାଡ, ନହେଲେ ମୁଁ ଏବେ ଆପଣଙ୍କ ରାଜ୍ୟ ଅଧିକାର କରିବି। କହିଲେ, ତମେ ମୋର କଣ କରିପାରିବ? ଆମେ ବର୍ତ୍ତମାନ ଯଦି ସୈନ୍ୟବାହିନୀ ଦବୁ, ତମକୁ ସବୁ ଭାଲା ଫାଲା ମାରିବୁ, କେତେ ତମେ ଖାଇବ ଆମକୁ? ଇଏ କହିଲେ, ତମେ ଜାଣିନ, ବର୍ତ୍ତମାନ ଯଦି ମୁଁ ଗୋଟେ ଆଦେଶ ଦେବି, ସିଂହ ମାନେ ଗର୍ଜନ କରିବେ ଏତେ ଜୋରରେ ଯେ ତମର ସେ ଶବ୍ଦରେ ତମ ସୈନ୍ୟବାହିନୀ କୁଆଡେ ମୂର୍ଚ୍ଛା ହେଇ ପଳେଇବେ, ମଣିଷ ମାନେ ମୂର୍ଚ୍ଛା ହେଇଯିବେ। ଏପଟରେ ଇଏ ଖବର ଦେଇ ଦେଇଛନ୍ତି ବୋଧିସତ୍ତ୍ୱ। ତେଣୁ ରାଜାଙ୍କୁ କହିଛନ୍ତି, ଆପଣ ଟିକେ କଥାଟା ଟିକେ ଲମ୍ବଉଥିବେ, କାହିଁକିନା ସବୁ ରାଜ୍ୟବାସୀ ଖବର ପାଇବା ଦରକାର। ରାଜ୍ୟବାସୀ ଖବର ଯାଇଛି କଣ, ଯେ ସମସ୍ତେ କାନରେ ତୁଳା ଦେଇକିରି ସବୁ ରହିବେ। ଏଇଟା ଅଲରେଡି ଖବର ଦିଆଯାଇଛି। ତେଣୁ ସମସ୍ତେ ଆସିକି ବାହାରେ ଠିଆ ହେଇଛନ୍ତି, କିନ୍ତୁ କାନରେ ତୁଳା ଦେଇଛନ୍ତି, ନିଜ ନିଜ କାନ ବନ୍ଦ କରିଦେଇଛନ୍ତି। ଏବଂ କେତେଜଣ ଡରିକିରି ମଧ୍ୟ ବାହାରେ ନ ଆସି ଅନେକ ଘର ଭିତରେ ରହିବାକୁ ପସନ୍ଦ କରିଛନ୍ତି। ତାକୁ ନିୟମ ହେଇଥିଲା ଘର ଭିତରେ କହିଦେଇଥିଲେ ପଶିବା ପାଇଁ, କିନ୍ତୁ କେତେଜଣ ବି ବାହାରେ ଆସିଥାନ୍ତି, ଆଉ ଅନେକ ଘର ଭିତରେ ରହିଥାନ୍ତି। ସେଠୁ ବୋଧିସତ୍ତ୍ୱ ଆସି ଯେତେବେଳେ ଖବର ଆସି ଗୁପ୍ତଚର ଦେଇଦେଲେ, ନା ଆଜ୍ଞା ସମସ୍ତଙ୍କ ପାଖକୁ ଖବର ହେଇଗଲା ଏବଂ ସମସ୍ତେ ବର୍ତ୍ତମାନ ରେଡି। ତାପରେ ବୋଧିସତ୍ତ୍ୱ କହିଲେ, ଦେଖ ଶୃଗାଳ ମହାଶୟ, ମୁଁ ତୁମକୁ ଚ୍ୟାଲେଞ୍ଜ କରୁଛି ଯେ ତୁମ କଥାରେ ସିଂହ ମାନେ ରଡି କରିବେନି। ମାନେ ଜାଣି ଶୁଣି କହିଲା, କାଳେ ସେ କହିବ ନ କହିବ। ଇଏ କହିଲେ, ଦେଖ ତମେ ଭାବୁଛ କଣ ମୁଁ ଏବେ କହିବି ସିଂହ ରଡି ଛାଡିବେ ଏବଂ ତମେ ବି ଏଠି ରହିପାରିବେ ନା? ହଉ ଦେଖ। ବଡ ପାଟିରେ ବୋଧିସତ୍ତ୍ୱ କହୁଛନ୍ତି, ଠିକ ଅଛି, ମୁଁ ତମକୁ ଆହ୍ୱାନ ଦଉଛି, ରଡିକି ସିଂହ ମାନେ ରଡିକି ଦେଖାଅ। ସିଏ ସେଠୁ ଶୃଗାଳ କହିଦେଇଛି ସିଂହ ମାନଙ୍କୁ ରଡି କରିବା ପାଇଁ। ଏକାଥରେ ସବୁ ସିଂହ ରଡି କଲେ। ସେ ଯୋଉ ସିଂହ ରଡି ଛାଡିଲେ, ସେ ରଡିରେ ବା ହାତୀ ଆଉ କୋଉଠି ସେଇଠି ରହିବେ? ତାଙ୍କର ଏଟା ହଉଛି ସ୍ୱଜାତ ପ୍ରବୃତ୍ତି। ସିଂହ ରଡି ଶୁଣି ହାତୀ କିଲିକିଲା ମାରି ଦୌଡିଲେ। ହାତୀ ଯେତେବେଳେ କିଲିକିଲା ମାରି ଦୌଡିଲେ, ଆଉ ତା ଉପରେ ଯୋଉ ସିଂହ ଥିଲା, ତା ଅବସ୍ଥା କଣ ହବ? ସେତେବେଳେ ଗଳି ପଇଲା। ସିଂହ ଗଳି ପଇଲା, ବିଲୁଆ କୋଉଠି ଥବ? ବିଲୁଆ ତଳେ। ହାତୀ ଯେଝା ପାରେ ସବୁ ଦୌଡିଲେ, ଯିଏ ଯୁଆଡେ ପାରିଲେ ଦୌଡିଲେ। ଚାପି ଚୁପି ହେଇକି ତା ଭିତରେ ଶୃଗାଳ ଖତମ। ଏଇଠି ଏଇ ଯୋଉ କାହାଣୀଟିରେ ଯେତେବେଳେ ଆମ ପାଖରେ କିଛି ଜ୍ଞାନ ଆସିଯାଏ, କିଛି କ୍ଷମତା ଆସିଯାଏ, ବା କିଛି ଅର୍ଥ ଆସିଯାଏ, ସେତେବେଳେ ଆମେ ଅହଙ୍କାର ଦ୍ଵାରା ଏମିତି ବଶୀଭୂତ ହେଇଯାଉ, ଆମେ ଭାବୁ ଯେ ମୋର ସାମର୍ଥ୍ୟ ବହୁତ। ଅର୍ଥ, କ୍ଷମତା ଏବଂ ଜ୍ଞାନ, ଏଇ ତିନୋଟି ଜିନିଷ ଆସିଗଲା ପରେ ବିନମ୍ରତା ଯଦି ତା ସହିତ ନାହିଁ, ଗ୍ରହଣଶୀଳତା ଯଦି ତା ସହିତ ନାହିଁ, ତେବେ କଣ ହବ ନା ଆମ ଭିତରେ ଅହଙ୍କାର ଭାବର ଯୋଉ ଗୋଟେ ଯେମିତି କଳା ବାଦଲ ଘୋଡେଇ ଘୋଡେଇ ଆସିବ ଏବଂ ଅହଂ ଭାବ ବୃଦ୍ଧି ବୃଦ୍ଧି ଚାଲିବ ଏବଂ ମୁଁ ହେଇକି କଣ ହବ ନା ସବୁ ଜିନିଷକୁ ଅଧିକାର କରିବାକୁ ଚେଷ୍ଟା କରିବ ଏବଂ ଅଧିକାର ବୋଧ ହିଁ ହଉଛି ମୁଁ କାର ବୋଧ। ନିଜର ସ୍ଥିତି ନ ଜାଣିବା, ନିଜର ସାମର୍ଥ୍ୟ ନ ଜାଣିବା, ତାହା ମଧ୍ୟ ଏକ ଅହଂର ଭାବ। ତାହା ମଧ୍ୟ ଅହଂର ଭାବ। ବେଳେ ବେଳେ ଲୋକ ଯୋଉ କହନ୍ତିନି, ମୋ ଭଳିଆ ଦିନ ଦରିଦ୍ର, ଇଏ ବି ଗୋଟେ ଅହଂର ଭାବ। ମତେ କଣ ଭଗବାନ ପଚାରିବେ, ଇଏ ସବୁ ମଧ୍ୟ ଅହଂର ଗୋଟେ ଗୋଟେ ରୂପ।
ତେଣୁ ରାଜସିକ ଅହଂ ଯେତେବେଳେ ସେ ନିଜକୁ ପରିପ୍ରକାଶ କରେ, ଏମିତି ମୁଁ ୱିଥ ପାୱାର, ଯେମିତି କହନ୍ତି ନା ଜୋରସେ। ତାମସିକ ଅହଂ, ମୋ ଦ୍ୱାରା କିଛି ହବନି। ସାତ୍विକ ଅହଂ, ମୋ ଭଳିଆ ନୀତିବାନ ବ୍ୟକ୍ତି କେହି ନାହାନ୍ତି। ତେଣୁ ଏଇଭଳି ଭାବରେ ଅହଂ ଯେତେବେଳେ ନିଜକୁ ପ୍ରତିଷ୍ଠିତ କରିବାକୁ ଯାଏ, ତାର ପରିଣାମ ହଉଛି ସବୁବେଳେ ଏଇଭଳି ରସାତଳଗାମୀ ପଥଭ୍ରଷ୍ଟ ହବା, ବା ସତ୍ୟର ଯୋଉ ଆମର ଅଗ୍ରଗତି, ସତ୍ୟ ଆଡକୁ, ଜ୍ୟୋତି ଆଡକୁ, ଅମରତ୍ୱ ଆଡକୁ ଆମର ଯୋଉ ଅଗ୍ରଗତି ରହିଛି, ବିମୁଖ ହେଇଯିବା, ବା ସତ୍ୟ ଆଉ ଆମ ଭିତରେ ଗୋଟେ ପ୍ରାଚୀର, ଧୀରେ 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 ଆହୁରି ମୋଟା ମୋଟା ପ୍ରାଚୀର କରି ଆମେ କଣ କରୁ, ସତ୍ୟ ଠାରୁ ନିଜକୁ ଦୂରେଇ ଦଉ। ତେଣୁ ଆମେ ଚେଷ୍ଟା କରିବା ନିଜ ସମ୍ବନ୍ଧରେ ସଚେତନ ହବା, ମାଙ୍କ ପାଖରେ ସମର୍ପିତ ରହିବା, ନିଜକୁ ଚିହ୍ନିବା, ଦୃଢ ଆସ୍ପୃହା, ଦୃଢ ସଂକଳ୍ପ, ନିଷ୍ଠାପର ଭାବରେ ପ୍ରୟାସ କରିବା, ଯେପରି ମା ମୋ ଭିତରେ ଅବିକୃତ ଭାବରେ ପରିପ୍ରକାଶ ହେଇପାରିବ। ଥ୍ୟାଙ୍କ ୟୁ ଅଲ୍, ରୋବେର୍ଟ।